অসৎমাং সৎগময় তমসোমাং জ্যোতির্গময় ମୃତ୍ୟୁର୍ମାମୃତଗମୟ। ହେ ଭଗବାନ, ଆମକୁ ଅସତରୁ ସତ୍ପଥକୁ, ଅନ୍ଧାରରୁ ଆଲୋକକୁ, ମୃତ୍ୟୁରୁ ଅମୃତ ପଥକୁ ବାଟ କଢ଼ାଇ ନିଅ। ଭାରତର ସ୍ୱାଧୀନତାର 75 ବର୍ଷ ଉପଲକ୍ଷେ ପାଳନ କରାଯାଉଛି ସ୍ୱାଧୀନତାର ଅମୃତ ମହୋତ୍ସବ। ଏହି ଶୁଭବେଳାରେ ପରିକ୍ରମା କରୁଛି ଅହିଂସା ରଥ। ଝୋଟି ଚିତା ମୁରୁଜ ପକାଇ, ଧୂପ ଦୀପ ଜାଳି, ନଡ଼ିଆ ଭାଙ୍ଗି, ପବିତ୍ର ଶୁଭ ଶଙ୍ଖ ଧ୍ୱନିର ପାବନ ମାହୋଲରେ ଅହିଂସା ରଥକୁ ସ୍ୱାଗତ ତଥା ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଉଛି। ସ୍ୱାଗତମ୍, ଶୁଭ ସ୍ୱାଗତମ୍, ହେ ଅହିଂସା ରଥ ଶୁଭ ସ୍ୱାଗତମ୍, ସଦା ସ୍ୱାଗତମ୍, ଚିର ସ୍ୱାଗତମ୍, ହେ ଅହିଂସା ରଥ ଶୁଭ ସ୍ୱାଗତମ୍। ଅମୃତ ଯାତ୍ରାର ଅମୃତ କାଳରେ, ଅମୃତ ଯାତ୍ରାର ଅମୃତ କାଳରେ ଗଡ଼ୁଅଛ ରାଜପଥ, ହେ ଅହିଂସା ରଥ ଶୁଭ ସ୍ୱାଗତମ୍, ସଦା ସ୍ୱାଗତମ୍, ଚିର ସ୍ୱାଗତମ୍, ହେ ଅହିଂସା ରଥ ଶୁଭ ସ୍ୱାଗତମ୍। ଚେତେଇ ଦେବାକୁ, ବଖାଣି ଦେବାକୁ, ମୁକତିର ଇତିବୃତ, ଘରେ ଘରେ ଆଜି ଉଡ଼ୁଛି ତ୍ରିରଙ୍ଗା, ପବନରେ ଦୋଳାୟିତ, ହେ ଅହିଂସା ରଥ ଶୁଭ ସ୍ୱାଗତମ୍, ସଦା ସ୍ୱାଗତମ୍, ଚିର ସ୍ୱାଗତମ୍, ହେ ଅହିଂସା ରଥ ଶୁଭ ସ୍ୱାଗତମ୍। 75 ବର୍ଷ ପକ୍ୱ ସ୍ୱାଧୀନତା ପୂରଣର ମହାବ୍ରତ, କରୁଛୁ ସଲାମ ହେ ଅହିଂସା ରଥ, ହୋଇ ସଦା ମଥାନତ, ସ୍ୱାଗତମ୍, ହେ ଅହିଂସା ରଥ ଶୁଭ ସ୍ୱାଗତମ୍। ଆମ ସ୍ୱାଧୀନତା ଆନ୍ଦୋଳନର ମୁଖ୍ୟ ପୁରୋଧା, ମୁଖ୍ୟ କର୍ଣ୍ଣଧାର, ମୁଖ୍ୟ ନାୟକ, ମୁଖ୍ୟ ସାରଥୀ ଥିଲେ ମହାତ୍ମା ଗାନ୍ଧୀ। ଆଉ ଗାନ୍ଧୀ ଥିଲେ ବିରୋଧାଭାସର ଏକ ସମାହାର। ଗାନ୍ଧୀ ଥିଲେ ଏପରି ଏକ ଜ୍ୱଳନ୍ତ ଅଗ୍ନିପିଣ୍ଡ ଯାହା କେବେ ପୋଡ଼େ ନାହିଁ। ଗାନ୍ଧୀ ଥିଲେ ଏପରି ଏକ ତୀକ୍ଷ୍ଣ ଖଡ଼୍ଗ ଯାହା ରକ୍ତପାତ କରେ ନାହିଁ। ଗାନ୍ଧୀ ଥିଲେ ଏପରି ଏକ ଚମକପ୍ରଦ ବିଜୁଳି ଯାହା ଶବ୍ଦ ସୃଷ୍ଟି କରେ ନାହିଁ। ଗାନ୍ଧୀ ଥିଲେ ଏପରି ଏକ ଜ୍ୱଳନ୍ତ ସୂର୍ଯ୍ୟ ଯାହା ଅତ୍ୟନ୍ତ ଶୀତଳ। ଗାନ୍ଧୀ ଥିଲେ ଏପରି ଏକ ହୀରା ଯାହା ଅତି ନମ୍ର ଓ ନମନୀୟ। ଗାନ୍ଧୀ ଥିଲେ ଏପରି ଏକ ଦୀପ ଯେଉଁଥିରୁ ପାଉଁଶ ନିର୍ଗତ ହୁଏ ନାହିଁ। ଗାନ୍ଧୀ ଥିଲେ ଏପରି ଏକ ବରଫଖଣ୍ଡ ଯାହା ଜଳେ। ଗାନ୍ଧୀ ଥିଲେ ଏପରି ଏକ କମଳ ପୁଷ୍ପ ଯାହା ଅତ୍ୟନ୍ତ କଠିନ। ଗାନ୍ଧୀ ଥିଲେ ଏକ ବିରାଟ ନୀରବତା ଯାହା ଗର୍ଜନ କରେ। ଆଉ ଯେତେବେଳେ ଗର୍ଜନ କରେ ବାୟୁମଣ୍ଡଳରେ ସୃଷ୍ଟି ହୁଏ ଝଡ଼ ବତାସ। ଆମ ସ୍ୱରାଜ୍ୟ ପ୍ରାପ୍ତି ନିମନ୍ତେ, ସ୍ୱାଧୀନତା ନିମନ୍ତେ, ମୁକ୍ତି ନିମନ୍ତେ ବିଶ୍ୱ ଇତିହାସ ରଚନା କରିଥିଲେ ମହାତ୍ମା ଗାନ୍ଧୀ ଏକ ନିଆରା ଅସ୍ତ୍ର, ଏକ ସ୍ୱତନ୍ତ୍ର ଅସ୍ତ୍ର, ଏକ ଶାଣିତ ଅସ୍ତ୍ର। ଆଉ ତାହା ଥିଲା ଅହିଂସା ଅସ୍ତ୍ର। ଅହିଂସା ଏପରି ଏକ ଅସ୍ତ୍ର ଯାହା ଶାରୀରିକ କ୍ଷତି କରେ ନା। ଅହିଂସା ଏପରି ଏକ ଅସ୍ତ୍ର ଯାହା ମାନସ ଜଗତକୁ ସମ୍ପୂର୍ଣ୍ଣ କବଳିତ କରିଦିଏ। ସେ କହନ୍ତି, ହିଂସାର ଜୟ ପ୍ରକୃତ ଜୟ ନୁହେଁ। ହିଂସା କେବଳ ଶରୀର ଉପରେ ଅଧିକାର ସାବ୍ୟସ୍ତ କରିପାରେ। ହିଂସା କେବଳ ମନ ଉପରେ ସାବ୍ୟସ୍ତ କରିପାରେ ନାହିଁ। ଅହିଂସା ଅସ୍ତ୍ରର ପ୍ରୟୋଗଶାଳା ଥିଲା ସାବରମତୀ ଆଶ୍ରମ। ସେହି ଋଷି ଆଶ୍ରମରୁ ବିଚ୍ଛୁରିତ ହେଲା
ଅହିଂସା ଅସ୍ତ୍ରର ଅନିର୍ବାଣ ଶିଖା। ଉତ୍କଳମଣି ଗୋପବନ୍ଧୁଙ୍କ ଭାଷାରେ ଅହିଂସାର ଆଦିସ୍ଥାନ ଏ ଋଷି ଆଶ୍ରମ, ଶିଖାଉ ଜଗତେ ପୁଣି ଅହିଂସା ନିୟମ। ଏଥିଲାଗି ଗାନ୍ଧୀ କଲେ ଅହିଂସା ପ୍ରଚାର, ଚୌଦିଗେ ବ୍ୟାପିଲା ସେ ଶୁଭ ସମାଚାର। ଅହିଂସାର ମହାମନ୍ତ୍ରୀ କୋଟି ନର ନାରୀ, ଜାଗିଲେ ଭାରତେ ଗୃହୀ ତ୍ୟାଗୀ ବ୍ରହ୍ମଚାରୀ। ଅହିଂସା ବ୍ରହ୍ମାସ୍ତ୍ରେ ଜୀବ ପ୍ରେସ୍ୟ ବଳ ନାଶ, ମିଳିବ ସ୍ୱରାଜ୍ୟ ଦୃଢ଼ ହେଲା ଏ ବିଶ୍ୱାସ। ଗାନ୍ଧୀଙ୍କର ଆହ୍ୱାନରେ ମୁକ୍ତି ଆନ୍ଦୋଳନରେ ଯୋଗ ଦେଲେ ଅଗଣିତ ଦେଶଭକ୍ତ ଦେଶପ୍ରବର। ନିଜର କ୍ଷୁଦ୍ର ସ୍ୱାର୍ଥକୁ ଉତ୍ସର୍ଗ କଲେ ଜାତିର ବୃହତ୍ତର ସ୍ୱାର୍ଥ ନିମନ୍ତେ। ସତ୍ୟ, ଶାନ୍ତି, ସଂଯମ ଉପରେ ଆଧାରିତ ହେଲା ଅହିଂସା ରୂପୀ ସତ୍ୟାଗ୍ରହ ଆନ୍ଦୋଳନ। ସେ ଆହ୍ୱାନ ଦେଲେ ଅହିଂସା ପରମ ଧର୍ମ, ଏ ମହାମନ୍ତର ସଦା ଜପି ହୃଦୟ ହୁଏ କାର୍ଯ୍ୟ ଅଗ୍ରସର। ଧୀରତା ସଂଯମ ଶାନ୍ତି ରଖ ବିରତ, ଭାରତ ସ୍ୱରାଜ୍ୟ ଲାଗି ଏହି ଏକା ପଥ। ଯୁଗ ଯୁଗ ଧରି ପରାଧୀନତାର ଶୃଙ୍ଖଳରେ ବନ୍ଧନ ଥିଲା ଏ ଜାତି। ଏ ଜାତି ଥିଲା ନିଥର, এই ଜାତି ଥିଲା ନିଷ୍ପ୍ରାଣ, এই ଜାତି ଥିଲା ମୃତବତ୍। ଅହିଂସା ମନ୍ତ୍ରରୂପୀ ସଂଯମନୀ ରସାୟନ ଜଡ଼ବତ ପ୍ରାଣରେ ନୂତନ ଜୀବନ ସଞ୍ଚାର କଲା। ଭାରତର ଜନଜୀବନରେ ଆଣିଦେଲା ଅନେକ ଉନ୍ମେଷ, ଅନେକ ଉନ୍ମାଦନା, ଅନେକ ଉଦ୍ଦୀପନା। ମହାନ ସେନାପତି ମହାତ୍ମା ଗାନ୍ଧୀଙ୍କର ଜଣେ ଆଦର୍ଶ ସୈନିକ ଥିଲେ ଆମ ଓଡ଼ିଶାର ଉତ୍କଳମଣି ଗୋପବନ୍ଧୁ ଦାସ। ଆଉ ଗୋପବନ୍ଧୁଙ୍କର ସ୍ୱରାଜ୍ୟ ପାଇଁ କୃଚ୍ଛ ସାଧନା ଓ କ୍ଲେଶକର ଜୀବନଯାତ୍ରା କାହାକୁ ଅଛପା ନୁହେଁ। ଗୋପବନ୍ଧୁଙ୍କର ଅଗ୍ନିମୟୀ ଆହ୍ୱାନ ଥିଲା, ମିଶୁ ମୋର ଦେହ ଏ ଦେଶ ମାଟିରେ, ଦେଶବାସୀ ଚାଲି ଯାଆନ୍ତୁ ପିଠିରେ। ମିଶୁ ମୋର ଦେହ ଏ ଦେଶ ମାଟିରେ, ଦେଶବାସୀ ଚାଲି ଯାଆନ୍ତୁ ପିଠିରେ। ଦେଶର ସ୍ୱରାଜ୍ୟ ପଥେ ଯେତେ ଗାଢ଼, ପୁରୁ ତହିଁ ପୋଡ଼ି ମୋର ମାଂସ ହାଡ଼। ସ୍ୱାଧୀନତା ପଥେ ତିଳେ ହେଲେ ନର, ମୋ ଜୀବନ ଦାନେ ହେଉ ଅଗ୍ରସର। ମଙ୍ଗଳମୟ ସୁମଙ୍ଗଳ ଇଚ୍ଛା, ପୁରୁଏ ପରାଣେ ଏହି ଶେଷ ଭିକ୍ଷା। ସତ୍ୟ, ଅହିଂସା, ଆଧ୍ୟାତ୍ମିକତା କ୍ଷେତ୍ରରେ ଗାନ୍ଧୀ ଓ ଗୋପବନ୍ଧୁ ଥିଲେ ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ୱ। ଉଭୟ ପରସ୍ପର ପରିପୂରକ। ଗୋଟିଏ ନଈର ଦୁଇଟି ଧାର, ଗୋଟିଏ ଆକାଶର ଦୁଇଟି ତାରା, ଗୋଟିଏ କାହାଣୀର ଦୁଇଟି ଅନୁଚ୍ଛେଦ। ବାସ୍ତବରେ ଗାନ୍ଧୀଜୀ ଥିଲେ ଅହିଂସାର ପରମ ପୂଜାରୀ। ଗାନ୍ଧୀଜୀ ଥିଲେ ଅହିଂସାର ସତ୍ୟନିଷ୍ଠ ସାଧକ। ଗାନ୍ଧୀଜୀ ଥିଲେ ପରମ ଅହିଂସାର ପ୍ରତିମୂର୍ତ୍ତି। ସ୍ୱାଧୀନତା ସଂଗ୍ରାମ ଥିଲା ଅହିଂସାର ସଂଗ୍ରାମ। ସ୍ୱାଧୀନତା ସମର ଥିଲା ଶାନ୍ତିର ସମର। ଗୋପବନ୍ଧୁଙ୍କ ଦେଶବାସୀଙ୍କ ପ୍ରତି ଥିଲା ତାଙ୍କର ଚରମ ଆହ୍ୱାନ, ଜାଣିଛି ଲାଗିଛି ଏ ଶାନ୍ତି ସମର, ନାହିଁ ଏଥି ତୋପ ହାତ ହତିଆର, ବଳ ବା ବିଭବ ନାହିଁ ଏଥି ଲୋଡ଼ା, ନାହିଁ ଲୋଡ଼ା ଯାନ ରଥ ହାତୀ ଘୋଡ଼ା। ଆଧ୍ୟାତ୍ମିକ ବଳି ଲାଗିଛି ଲଢ଼ାଇ, ଭାଙ୍ଗିବାକୁ ପଶୁ ବଳର ବଢ଼ାଇ। ଛାଡ଼ି ଧନ ଆଶା ଘର ଦ୍ୱାର ମାୟା, ଅସଙ୍ଗ ଶସ୍ତ୍ରେ ଯେ ସାଜିଅଛି କାୟା। ଅହିଂସା ବଳରେ ଯେଉଁ ବଳିୟାନ, ଏ ରଣ ପ୍ରାଙ୍ଗଣେ ତାର ଏକା ସ୍ଥାନ। ଅହିଂସା ବଳରେ ଯେଉଁ ବଳିୟାନ, ଏ ରଣ ପ୍ରାଙ୍ଗଣେ ତାର ଏକା ସ୍ଥାନ।
ଅହିଂସା ଏକ ବିଶ୍ୱାସ ନୁହେଁ, ଗାନ୍ଧିଜୀଙ୍କ ପାଇଁ ଥିଲା ଏକ ଜୀବନ ସଂହିତା। ଅହିଂସା ଥିଲା ତାଙ୍କ ପାଇଁ ଏକ ଜୀବନ ସମ୍ବିଧାନ। ସତ୍ୟ, ଧର୍ମ, ନ୍ୟାୟ ମାର୍ଗରେ ପରିଚାଳିତ ହେବା ପାଇଁ ଆହ୍ୱାନ ଦେଇଥିଲେ। କୁଟି ଖାଅ କାଟି ପିନ୍ଧା ଥିଲା ତାଙ୍କର ଜୀବନ ଦର୍ଶନ ଓ ଜୀବନ ବେଦ। ସ୍ୱରାଜ୍ୟ ଭାବନା, ଅରଟ ଓ ଗ୍ରାମ ପଞ୍ଚାୟତ ସ୍ୱରାଜ୍ୟ ସାଧନ ନିମନ୍ତେ ନିତାନ୍ତ ଆବଶ୍ୟକ। ଗୋପବନ୍ଧୁଙ୍କ ଭାଷାରେ ଅରଟ ଚଳାଅ ପ୍ରତି ଘରେ ଘରେ, ଗ୍ରାମର କଳହ ତୁଟାଅ ଗ୍ରାମରେ, ଛାଡ଼ ଉଚ୍ଚ ଭେଦ ଅହଙ୍କାର, ହେଉ ନୀଳାଚଳେ ସମତା ପ୍ରଚାର। ସରଳ, ସତ୍ୟଶୀଳ, ନିରାଡ଼ମ୍ବର ଜୀବନ ଜୀଇଁବା ଥିଲା ତାଙ୍କର ମହନୀୟ ଆଦର୍ଶ। ଆବଶ୍ୟକତା ଠାରୁ ଅଧିକ ଦ୍ରବ୍ୟ ଗ୍ରହଣ ଓ ବ୍ୟବହାର ଏକ ପାପ ବୋଲି ସେ ଭାବୁଥିଲେ। ପୋରବନ୍ଦରର ସୁରମ୍ୟ ଅଟକରେ ତାଙ୍କର ଜନ୍ମ, କିନ୍ତୁ କର୍ମକ୍ଷେତ୍ର ହରିଜନ ବସ୍ତି ଓ ସେବାଗ୍ରାମର ମାଟିକୁଡ଼ିଆ। ବିଲାତି ପୋଷାକ ପରିତ୍ୟାଗ କରି ଆଣ୍ଠୁ ଲୁଚୁନଥିବା ଦ୍ୱିଖଣ୍ଡ ଧୋତି ଓ ଚାଦର ଥିଲା ତାଙ୍କର ପୋଷାକ। ଖାଦ୍ୟ ଥିଲା ତାଙ୍କର ଶୁଖିଲା ରୁଟି, କିଛି ଶାଗ ଓ ଛେଳି ଦୁଗ୍ଧ। ତାଙ୍କର ଅସ୍ତ୍ର ଥିଲା ପବିତ୍ର ଗୀତା। ତାଙ୍କରି ହାତରେ ଇସ୍ପାତର ତରବାରୀ ନଥିଲା। ତାଙ୍କରି ହାତରେ ନଥିଲା ମଧ୍ୟ AK-47 ରାଇଫଲ। ତାଙ୍କର ସୈନ୍ୟବଳ ଥିଲା ଅହିଂସା ରୂପୀ ସୈନ୍ୟବଳ। ତାଙ୍କର ସାମ୍ରାଜ୍ୟ ମାଟିରେ ନଥିଲା, ତାଙ୍କର ସାମ୍ରାଜ୍ୟ ଥିଲା ମନରେ। ତାଙ୍କର ସଂଗ୍ରାମ ଧାରା ଥିଲା ସ୍ୱତନ୍ତ୍ର। ହତ୍ୟା, ରକ୍ତପାତର ବିଭୀଷିକା ସୃଷ୍ଟି କରି ଯେଉଁ ବ୍ରିଟିଶ ଜାତି ଦେବଭୂମି, ପବିତ୍ର ଭୂମି, ପୁଣ୍ୟଭୂମି ଭାରତବର୍ଷକୁ ପରାୟତ୍ତ କରିଥିଲେ, ଶକ୍ତିଶାଳୀ ଅହିଂସାର ଅସ୍ତ୍ର ପ୍ରୟୋଗ କରି ମହାତ୍ମା ଗାନ୍ଧୀ ବ୍ରିଟିଶ ସାମ୍ରାଜ୍ୟକୁ ଚୁରମାର କରି ଭୂ ଲୁଣ୍ଠିତ କରିଦେଲେ। ବନ୍ଧୁକର ବୁଲେଟ୍ ଠାରୁ ଅହିଂସାର ଶକ୍ତି କେତେ ଯେ ବଳଶାଳୀ ସେଦିନ ବ୍ରିଟିଶ ଜାତି ଅନୁଭବ କରିଥିଲା। ତାଙ୍କର ବେଶଭୂଷା ଦେଖି ତତ୍କାଳୀନ ବ୍ରିଟିଶ ପ୍ରଧାନମନ୍ତ୍ରୀ ଚର୍ଚ୍ଚିଲ୍ ମହାତ୍ମା ଗାନ୍ଧୀଙ୍କୁ ନେକେଡ୍ ଫକୀର ବୋଲି କହୁଥିଲେ। ସେହି ଉଚ୍ଚ ଶକ୍ତି ସମ୍ପନ୍ନ ବ୍ରିଟିଶ ଜାତିକୁ ମହାତ୍ମା ଗାନ୍ଧୀ ନେକେଡ୍ କରି ଛାଡ଼ି ଦେଇଥିଲେ। ବାସ୍ତବରେ ସେ ଥିଲେ ମହାତ୍ମା, ପୁଣ୍ୟାତ୍ମା ଓ ଦେବାତ୍ମା। କବି ମାୟାଧର ମାନସିଂହ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧା ଓ ସମ୍ମାନ ଦେଇ କହନ୍ତି, ମସ୍ତକେ ମୋର ନିତ୍ୟ ପଡ଼ୁ ହେ ବାପୁଜୀ ତମର ଚରଣ ଧୂଳି, ଧନ୍ୟ ହେବ ହେ କ୍ଳୀନ ଅଙ୍ଗ, ପୁଣ୍ୟ ଜୀବ ମୋ ପରାଣ ପୁରୀ। ମସ୍ତକେ ମୋର ନିତ୍ୟ ପଡ଼ୁ ହେ ବାପୁଜୀ ତମର ଚରଣ ଧୂଳି, ଧନ୍ୟ ହେବ ଏ କ୍ଳୀନ ଅଙ୍ଗ, ପୁଣ୍ୟ ଯିବେ ମୋ ପୁରାଣ ପୁରୀ। ଦେହ ଖାଲି ଯାର ସତ୍ୟ ପୁଣ୍ୟ କରୁଣା ମୈତ୍ରୀ ସାଧନା ବହେ, ତାର ପଦରେଣୁ କେବଳ ପଥର ହୀନ ମୂର୍ତ୍ତିକା ନୁହେଁ ତ ନୁହେଁ। ଇତିହାସେ ଯହୁଁ ଜୈତ୍ର କେତନ, ଉଡ଼ାଇଲେ ନର ରକ୍ତ ଢାଳି, ଆଜି ଅହିଂସେ ତୁମର ବିଜୟ, ହୃଦୟ ତାଙ୍କର ହୋଇବ ଭାଳି। ଆଜି ଅହିଂସେ ତୁମର ବିଜୟ, ହୃଦୟ ତାଙ୍କର ହୋଇବ ଭାଳି। ମହାତ୍ମାଙ୍କ ଅହିଂସା ନୀତିକୁ ପାଥେୟ କରି ଆମ ଦେଶ ସ୍ୱାଧୀନ ହେଲା। ଏକ ନୂଆ ଇତିହାସ ସୃଷ୍ଟି ହେଲା। ଇତିହାସର ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇଗଲା ଆଉ ଏକ ନୂତନ ଅଧ୍ୟାୟ। ଜୈତ୍ର ଯାତ୍ରା ସଙ୍କଟ ଦୂର, ସାଗର ଉଠଇ କାନ୍ଦି, ସ୍ୱାଧୀନ ଭାରତ ବାର୍ତ୍ତାବହ ହେ, ଜୟ ଗାନ୍ଧୀ ଜୟ ଗାନ୍ଧୀ। জৈত্র যাত্রা সংকট দূর, সাগর উঠই কান্দি, স্বাধীন ভারত বার্তা বহে, জয় গান্ধী জয় গান্ধী। ଆମେ ସେଇ ଭାରତର ସ୍ୱାଧୀନ ଛାତ୍ର, ଆମ ସେଇ ଭାରତର ସ୍ୱାଧୀନ ଜନସାଧାରଣ ସ୍ୱାଧୀନତାର ସ୍ୱାଦକୁ ଆସ୍ୱାଦନ କରି ଚାଲିଛୁ। ଆମେ ଆଜି ବଜ୍ର ନିର୍ଘୋଷ ସ୍ୱରରେ ଗାଉଛୁ, ଆମେ ସ୍ୱାଧୀନ ଭାରତ ଛୁଆରେ, କହ ଡରିବା କାହାକୁ କିଆରେ। ଆମେ ସ୍ୱାଧୀନ ଭାରତ ଛୁଆରେ,
कह डरिबा काहाकु कियारी এই দেশ ছুয়া গান্ধী গোপবন্ধু সুভাষ পটেল বক্সি জগবন্ধু দেশ যশ পাই হসি হসি দিনে দেশ যশ পাই হসি হসি দিনে কারাগারে হেলে ঠিয়ারে আমি স্বাধীন ভারত ছুয়ারে ଆମେ କରିବା କାହାକୁ କିଆରି ଆମ ଶ୍ରମ ଦାନେ ହସିବ ଧରଣୀ ଫୁଲ ଫଳ ଘେନି ହେବ ସୁଶୋଭିନୀ ତେଜିରେ ଅଳସ ବରଜି ବିଳାସ ତେଜିରେ ଅଳସ ବରଜି ବିଳାସ ଗରିବୀ ହଟିବ ଛାରେ कह डरिबा काहाकु कियारी आमे स्वाधीन भारत छुआरी कह डरिबा काहाकु कियारी राम राज्य दिने हेब आम देश परतंटी चिपा नेता हेबे नाश राम राज्य दिने हेब आम देश परतंटी चिपा नेता हेबे नाश एकला बजारी भेजाल बेपारी एकला बजारी भेजाल बेपारी देखी होइबे छानियारे कह डरिबा काहाकु कियारी आमे स्वाधीन भारत छुआरी कह डरिबा काहाकु कियारी महात्मा गांधी पवित्र रामधुन एक आध्यात्मिक शक्ति बलय सृष्टि करी अहिंसा रूपी अस्त्र को आहरी शाणित करिथिला सेही पवित्र रामधुन आज भी भारतर कोण अनुकरण अनुरंजित होछि आजिर 75 वर्षर स्वाधीनतार अमृत बेलारे पुण्य प्रणाम बापूजी तुमको कोटि कोटि दंडवत तुम प्रदर्शित अहिंसा मार्ग आम जीवनर व्रत हो अहिंसा मार्ग आम जीवनर ध्येय हो अहिंसा मार्ग आमको बाट बताओ अहिंसा मार्ग आमको बाट कढ़ाओ आम जीवन परिपूर्ण हो उठू आम जीवन सत्य शिव सुंदर हो उठू जय हिंद वंदे मातरम। रघुपति राघव राजा राम पतित पावन सीताराम रघुपति राघव राजा राम पतित पावन सीताराम रघुपति राघव राजा राम पतित पावन सीताराम जय सीताराम भज प्यारे तू सीताराम सीताराम जय सीताराम भज प्यारे तू सीताराम सीताराम जय सीताराम भज प्यारे तू
रघुपति राघव राजा राम पतित पावन सीताराम। रघुपति राघव राजा राम पतित पावन सीताराम। रघुपति राघव राजा राम पतित पावन सबको सन्मति दे भगवान। रघुपति राघव राजा राम पतित पावन सीताराम। रघुपति राघव राजा राम पतित पावन सीताराम। राजा राम पतित पावन सीताराम। मंगल परशन राजा राम पतित पावन सीताराम। मंगल परशन राजा राम पतित पावन सीताराम। हम सब हैं उनके संतान। राम रहीम करीम समान हम सब हैं उनके संतान। राम रहीम करीम समान हम सब हैं उनके संतान। रघुपति राघव राजा राम पतित पावन सीताराम। रघुपति राघव
राघव राजा राम पतित पावन सीताराम रघुपति राघव राजा राम पतित पावन सीताराम सीताराम जय सीताराम भज प्यारे तू सीताराम सीताराम जय सीताराम भज प्यारे तू सीताराम सीताराम जय सीताराम भज प्यारे तू सीताराम रघुपति राघव राजा राम पतित पावन सीताराम रघुपति राघव राजा